ଜୀବନ ମଧ୍ୟ ଏହି କୁଣ୍ଡ ପରି ପ୍ରଥମେ ସଫା କରିବାକୁ ପଡେ। ନେଗେଟିଭ ଭାବନା, ଆଳସ୍ୟ, ଭୟ ସବୁକୁ ହଟାଇବାକୁ ପଡେ। ତାପରେ ନୂଆ ସ୍ୱପ୍ନର ମଞ୍ଜି ଲଗାଯାଏ। ମଞ୍ଜି ତୁରନ୍ତ ଫଳ ଦିଏନି, କିନ୍ତୁ ନିୟମିତ ଯତ୍ନ, ଧୈର୍ଯ୍ୟ ଧରିଲେ ସେ ନିଶ୍ଚୟ ଗଛ ହୁଏ। ଆପଣଙ୍କ ସ୍ୱପ୍ନ ମଧ୍ୟ ସେହିପରି। ଆଜି ଛୋଟ ପଦକ୍ଷେପ ନିଅନ୍ତୁ, ଆଶାର ମଞ୍ଜି ଲଗାନ୍ତୁ। ମନେ ରଖନ୍ତୁ, ପ୍ରତ୍ୟେକ ସଫଳତା ଛୋଟ ଏକ ପଦକ୍ଷେପରୁ ଆରମ୍ଭ ହୁଏ। ଆଜି ଯଦି ଆପଣ ଆଳସ୍ୟକୁ ହରାଇ ଗୋଟେ ଭଲ କାମ ଆରମ୍ଭ କରନ୍ତି, ତାହେଲେ ଆଗାମୀକାଲି ଆପଣଙ୍କ ଜୀବନ ନିଜେ ଗର୍ବ କରିବ। ଯେପରି ଆଜି ମୁଁ ଏଇ କୁଣ୍ଡରେ କିଛି ବାଇଗଣ ଓ ଲଙ୍କା ଗଛର ଚାରା ଲଗେଇଲି, ସେହିପରି ଆପଣ ମଧ୍ୟ ନିଜ ଜୀବନର କୁଣ୍ଡରେ ସଫଳତାର ମଞ୍ଜି ଲଗାନ୍ତୁ। ପାଣି ଦିଅନ୍ତୁ ମାନେ ପରିଶ୍ରମ କରନ୍ତୁ, ଯତ୍ନ ନିଅନ୍ତୁ ମାନେ ଧୈର୍ଯ୍ୟ ରଖନ୍ତୁ। ଦିନେ ନୁହେଁ, କିନ୍ତୁ ଦିନ ଆସିବ, ସେଦିନ ଆପଣ କହିବେ, ହଁ, ମୁଁ ଯେଉଁ ମଞ୍ଜି ଲଗାଇଥିଲି, ସେହି ମଞ୍ଜି ଆଜି ମୋ ଜୀବନକୁ ସୁନ୍ଦର କରିଦେଇଛି। ହାରିବେନି, ଆଜି ମଞ୍ଜି ଲଗାନ୍ତୁ, କାଲି ନିଶ୍ଚୟ ଫଳ ମିଳିବ। ଯଦି ମୋ ଭିଡିଓଟି ଭଲ ଲାଗିଥିବ, ନିଶ୍ଚୟ ଲାଇକ୍, ସେୟାର, କମେଣ୍ଟ କରିବେ। ପୁଣି ଦେଖା ହବ ନୂଆ ଏକ ଭିଡିଓରେ। ଜୟ ଜଗନ୍ନାଥ।